ଆଉ ଟିକେ ଝଗଡ଼ା କରନି। ଗୋଟେ ପିଲା କେମିତି ସେ ଚେୟାର ଧରିକି ଗଡ଼ୁଛି ଦେଖ। ଝଗଡ଼ା କଲା, ଝଗଡ଼ା ପରେ ଚେୟାରକୁ ଧରି ଗଡ଼ୁଛି ଦେଖନ୍ତୁ, ସମସ୍ତେ ଦେଖନ୍ତୁ। ଆଉ ଇଏ ଗୋଟେ ପିଲା ତା ସାଙ୍ଗରେ ବେଶୀ ଝଗଡ଼ା କରୁଛି। ଇଏ ଗୋଟେ ତା ବଡ଼ ଭଉଣୀ, ତା ସାଙ୍ଗରେ ସବୁବେଳେ ଝଗଡ଼ା। ତୋ ସାଙ୍ଗେ ଝଗଡ଼ା କରୁଛି ନା? କ'ଣ କହୁଛି ତୋତେ? ତୋତେ କ'ଣ କହୁଛି? ବିଲେଇ, କାକଡ଼ା, କୁକୁରି, କଙ୍କଡ଼ା, ଚୁଙ୍ଗୁଡ଼ି ଏଗୁଡ଼ା କହୁଛି। ଆଉ କ'ଣ କହିଲା ତୋତେ? ଆଉ କ'ଣ ପାଇଁ ତୋ ସହିତ ଝଗଡ଼ା କରୁଥିଲା? କାହିଁକିନା ସିଏ ପଳେଇଲା, ମୁଁ ଟିକେ ସେ ଚେୟାର ଉପରେ ବସି ପଇଲି, ସେ ବସିଥିଲା ସେଇଥିପାଇଁ। ତୋ ଚୁଟି କେମିତି କିଏ କରିଛି? ସେଇ କ'ଣ ପାଇଁ କଲା? ମୁଁ ଜାଣିନି, ମୁଁ ଟିକେ ତା ଚେୟାର ଉପରେ ବସିଗଲି ବୋଲି ସେ ମୋ ଚୁଟି ଏମିତି କରିଦେଲା। ତୁ କ'ଣ ତାକୁ ମାରି ପାରିଲୁନୁ କି? ଆହୁରି ମାରିଥିଲେ ତୁ ତାକୁ ଆହୁରି ମାରିଥାନ୍ତୁ, ହେଇନଥାନ୍ତା? ତୁ ତାକୁ କ'ଣ ପାଇଁ ମାରିଲୁ? ମୁଁ ମାରିଲି, ସିଏ ମତେ ରଗେଇଦେଲା। କ'ଣ ପାଇଁ ରଗେଇଦେଲା? ମୋ ଚେୟାର ଉପରେ କାହିଁ ବସିଲା? ତୋ ଚେୟାରର କ'ଣ ନାଁ ଲେଖା ହେଇଛି? କୋଉଠି ଲେଖା ହେଇଛି ନା? ମୁଁ ଲେଖିଦେବି। ଲେଖିଦବୁ, ଏବେ ତ ଲେଖିନୁ ନା? ଲେଖିଦବୁ। କୋଉଥିରେ ଲେଖିଦବୁ? କେତେବେଳେ ଲେଖିଦବୁ? ସ୍କେଚ ପେନରେ ଲେଖିଦେଲେ ଲିଭିଯିବ ଯଦି। ତମେ ଯଦି ଦି ଭଉଣୀ ଏମିତି ସବୁବେଳେ ଝଗଡ଼ା କରିବ ତାହେଲେ କେମିତି ହବ? କେମିତି ହବ କହ? ସେମିତି ହବ, ଚଳିବ। ସେ ଚୁଟି ମସିଆ ହଉଛି କି ନାଇଁ? ତଳେ ଗଡ଼ିଛୁ। ଦିନେ ସଫା କରିଥିଲି, ତମେ ମୁଣ୍ଡରେ ତେଲ ମାରିଦେଲ। ଆଉ କେମିତି କ'ଣ ଖାଇଛୁ? କ'ଣ ଆଜି? ମୁଁ ଆଜି ଖାଇଛି ଚାହା ରୁଟି। ଚାହା ରୁଟି ଗୁଡ଼ା ଖାଉଛୁ ନା? ଆଉ କ'ଣ ଖାଇଛୁ? କ୍ଷୀର ବିସ୍କୁଟ। କ୍ଷୀର ବିସ୍କୁଟ। ଆଉ ପିଠା କିଏ ଖାଇଥିଲା? ପିଠା ମୁଁ ଖାଇଥିଲି। ଖାଇକି ବଳ ହେଇଗଲା ତାକୁ ମାରିଲୁ ନା କ'ଣ? ସିଏ ତ ନଳିଚଟେଇ ହେଇଯାଉଛି। ଆଉ କେମିତି ମାରି ପାରିବୁ? ପାଠ ପଢ଼ା କେତେବେଳେ ହେଇଛି? ପାଠ ପଢ଼ା ଏବେ ଟ୍ୟୁସନ୍ ସରିଲା, ଆସିକି ଟିକେ ଖେଳୁଛୁ। ଇଏ ଆଉ ଇଏ ଦି ଜଣ ଯାକ ମରାମରି ହେଇ ଏଠି ତଳେ ପଡ଼ିଛି। ଆଉ ଇଏ ଦି ଭଉଣୀଙ୍କର ସବୁବେଳେ ଝଗଡ଼ା। କ'ଣ କରିବେ ଆପଣ ଲାଇକ୍ କରି କୁହନ୍ତୁ, କମେଣ୍ଟ କରନ୍ତୁ।